ଆଜ୍ଞା ନମସ୍କାର। ଆଜି ଗୋଟିଏ କଥା ମୁଁ କହିବି। କାଲି ମଧ୍ୟ ସେ ବି ଟିଭି ଚ୍ୟାନେଲ୍ ମାଧ୍ୟମରେ ମୁଁ ଦେଖୁଥିଲି ଆମର ଭୁବନେଶ୍ୱରର ଯିଏ ମେୟର ମହୋଦୟା ସେ ମଧ୍ୟ କହୁଛନ୍ତି ନବୀନ ବାବୁ କାଳେ ତାଙ୍କୁ ବହୁତ କଥା ପଚାରିଲେ, କେମିତି ଡ୍ରେନ୍ ପାଣି ଚାଲୁଛି, କେମିତି ଲୋକ ଖାଉଛନ୍ତି, କେମିତି ଯାଉଛନ୍ତି, କେମିତି ରାସ୍ତାଘାଟର ଅବସ୍ଥା, ଲାଇଟ୍ ଜଳୁଛି କି ନାହିଁ, ଆଉ ସେ ମାନେ ନାନାଦି ପ୍ରକାର ତାଚ୍ଛଲ୍ୟତା ହିସାବରେ ଆସିକି ସେ ମହୋଦୟା ଜଣଙ୍କ କହୁଛନ୍ତି। ଏହା କେତେ ଦୂର ସତ୍ୟ? ତାପରେ ଦେଖିଲି ପୂର୍ବତନ ଆଉ ଜଣେ ଅଛନ୍ତି ମହିଳା ନେତ୍ରୀ, ସେ ମଧ୍ୟ ଆସିକି କହୁଛନ୍ତି। ତାଙ୍କୁ କାଳେ ପଚାରିଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ କେମିତି ସବୁ ଲୋକ ଅଛନ୍ତି। ନବୀନ ବାବୁ କାଳେ ନିଜେ ପଚାରିଲେ, ସେ ମିଡ଼ିଆ ମାଧ୍ୟମରେ କହୁଥାନ୍ତି। ଏହା ମିଡ଼ିଆ ଅସତ୍ୟ କି ଏ ନେତାମାନେ ଅସତ୍ୟ, ତାକୁ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି। କାରଣ ଏଇ ପ୍ରକାର ଯେଉଁ ଜିନିଷ ସବୁ ଆପଣମାନେ କହୁଛନ୍ତି ନା, ଏହା ଆଗାମୀ ଦିନରେ ଆପଣମାନଙ୍କ ପାଇଁ ଶୁଭଙ୍କର ଜମା ନୁହଁ। କାରଣ ଆପଣ କହୁଛନ୍ତି ଆସିକି ନବୀନ ବାବୁ ଆପଣଙ୍କୁ ବେଡ଼୍ରୁ ଉଠିକି ପଚାରିଲେ ରାସ୍ତାଘାଟର ଅବସ୍ଥା, ଆଉ ରାଜ୍ୟର ଅବସ୍ଥା, ଆଉ ନିର୍ବାଚନ ମଣ୍ଡଳୀର ଅବସ୍ଥା ସବୁ ଆପଣଙ୍କୁ ପଚାରୁଥିଲେ। ଆପଣ ଭଲ ଚିହ୍ନିଛନ୍ତି ତ ନବୀନ ବାବୁ, ଆପଣଙ୍କ ଭଲ କି ଚିହ୍ନିଛନ୍ତି ତ? ଆପଣଙ୍କ ନାଁ ଧରିକି ଡାକିପାରିବେ ତ? ପ୍ରଥମ କ୍ୱେଶ୍ଚନ୍ ମୁଁ ପଚାରୁଛି ଓଡ଼ିଶାବାସୀ ହିସାବରେ। ଏମିତି ସବୁ ତାଚ୍ଛଲ୍ୟ କରିକି ଆପଣମାନେ ସବୁ କଥାବାର୍ତ୍ତା କରନ୍ତୁ ନାହିଁ, ନହେଲେ ଆଗାମୀ ଦିନ ପାଇଁ ଆପଣମାନଙ୍କ ପାଇଁ ସବୁ ଶୁଭଙ୍କର ନୁହଁ, ଅଶୁଭଙ୍କର। ଆଉ ଯେବେ ମିଡ଼ିଆ ବାଲା ୟାକୁ ଦେଖାଉଛି, ଏହା କେତେ ଦୂର ସତ୍ୟାସତ୍ୟ, କେଉଁଠି ନବୀନ ବାବୁ କଥାବାର୍ତ୍ତା କରୁଥିଲେ, ତାଙ୍କ ସହିତ ବେଡ଼୍ରୁ ଉଠିଲା ପରେ ସାଙ୍ଗେ ସାଙ୍ଗେ ପଚାରିଦେଲେ, ଆଉ ଇଏ ସବୁ ସ୍ପଷ୍ଟ ଭାବରେ ଜାଣିଗଲେ। ନବୀନ ବାବୁ ତ କ'ଣ କହୁଛନ୍ତି ଆମେ ତ ଜାଣିପାରୁନୁ, ମିଡ଼ିଆରେ ଯେଉଁ ପଦଟା ଦ୍ୱିପଦଟା କହୁଛନ୍ତି। ଆଉ ଆପଣମାନେ କେମିତି ଆପଣମାନେ ସବୁ ଏମିତି ତାଚ୍ଛଲ୍ୟ କଥା ଗୁଡ଼ାକ ସବୁ କାହିଁକି ଆପଣମାନେ କହୁଛନ୍ତି ବାର ବାର? ଓଡ଼ିଶାବାସୀ ଭଲ ପାଉଛନ୍ତି, ନବୀନ ବାବୁଙ୍କୁ ପାଉଛନ୍ତି, ଆପଣଙ୍କୁ ନୁହଁ। ସେଇଟା ବୁଝିବା ଭୁଲ। କାରଣ ଆପଣମାନେ ଏଇ ଯେଉଁ ତାଚ୍ଛଲ୍ୟ ବାଣୀ ସବୁ କହୁନାହାନ୍ତି, ଆଉ ସବୁ ବନ୍ଦ କରନ୍ତୁ, ନହେଲେ ଆଗାମୀ ଦିନରେ ଆପଣଙ୍କ ପାଇଁ ଅଶୁଭଙ୍କର ସବୁ ହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ଏହା ସତ୍ୟ ଅସତ୍ୟ ଦେଶବାସୀ ମଧ୍ୟ ଜାଣିବାକୁ ଚାହୁଁଛନ୍ତି। ଏତେ କଥା କ'ଣ? ଜଣକୁ ନେଇକି ଏତେ ରାଜନୀତି କ'ଣ? ଜୟ ଜଗନ୍ନାଥ। ସମସ୍ତେ ସୁଧୁରି ଯାଅ।